ଜୁନ୍ 11 ତାରିଖ ପାଖାପାଖି 11ଟା ସମୟରେ ମୋର ଅଫିସ୍ ଚାମ୍ବରରେ ଭାଇସ୍ ଚେୟାରମ୍ୟାନ୍ 2 ଜଣ ସରପଞ୍ଚ ଉପସ୍ଥିତ ଥିଲେ ଏବଂ ସେ ତାଙ୍କର ପଞ୍ଚାୟତର ସମସ୍ୟା ଉପରେ ଆଲୋଚନା କରୁଥିବା ସମୟରେ ହଠାତ୍ ତିଖିରି ସରପଞ୍ଚ ତାଙ୍କ ସହିତ କେତେଜଣ ସାଥୀ ମୋ ଚାମ୍ବରକୁ ପ୍ରବେଶ କଲେ ଏବଂ ପ୍ରବେଶ କରି ତା ଭିତରେ ବସି ସେ ସରପଞ୍ଚମାନେ କହୁଥିବା ସମୟରେ ସେ ତାଙ୍କର ପ୍ରସ୍ତାବ ଉତ୍ଥାପନ କଲେ ଏବଂ ଏ ଉତ୍ଥାପନ କରିବା ସମୟରେ ଆଉ କିଛି ଲୋକ ମୋର ଚାମ୍ବର ଭିତରେ ପ୍ରବେଶ କଲେ ଏବଂ ସେ ପଶିବା ସମୟରେ କହିଲେ ଯେ ତାଙ୍କର ଯେଉଁ ସାଥୀ ଥିଲେ ସେ ଭିଡ଼ିଓ ରେକର୍ଡ଼ିଂ କରୁଥିଲେ ବୋଲି ସେ ଆଲିଗେସନ୍ କଲେ ଏବଂ ସେ ଆଲିଗେସନ୍ କରିବା ସମୟରେ ମୁଁ ତାଙ୍କୁ କହିଲି ଦେଖନ୍ତୁ ଭିଡ଼ିଓ ରେକର୍ଡ଼ିଂ କରନ୍ତୁ ନାହିଁ, ଯାହା ପଚାରିବା କଥା ପଚାରନ୍ତୁ, ମୁଁ ଆନ୍ସର୍ ଦେବି, ଭିଡ଼ିଓ ରେକର୍ଡ଼ିଂ କରନ୍ତୁ ନାହିଁ। କିନ୍ତୁ ସେ ମାନିଲେ ନାହିଁ ଏବଂ ସେ କହିଲେ ମୋର ଅଧିକାର ଅଛି, ମୋ ରାଇଟ୍ ଅଛି, ମୁଁ ଭିଡ଼ିଓ ରେକର୍ଡ଼ିଂ କରିପାରିବି, ମୋର ଏ ଅଧିକାର କିଏ ବଞ୍ଚିତ କରିପାରିବେ ନାହିଁ। ଏବଂ ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ବାକ୍ ବିନିମୟ ହେଲା ଏବଂ ବହୁତ ଜୋର ଉଚ୍ଚ ସ୍ୱରରେ ପାଟିମୁଣ୍ଡ ଆରମ୍ଭ ହୋଇଗଲା ଏବଂ ଏତେ ଜୋର ହେଲା ଯେ ମୁଁ ସୁସ୍ଥ ପରିବେଶ ସହିତ କାମ କରିବା ସମ୍ଭବ ହୋଇପାରିଲା ନାହିଁ। ତ ମୋତେ ବାଧ୍ୟ ହୋଇ ମୋର ଚାମ୍ବର ପରିତ୍ୟାଗ କରି ବାହାରକୁ ଆସିବାକୁ ପଡ଼ିଲା ଏବଂ ଯାଇ ପୋଲିସ୍ ଷ୍ଟେସନରେ ମୋତେ ଏଫଆଇଆର୍ ଲଜ୍ କରିବାକୁ ପଡ଼ିଲା। ନା, ପ୍ରକୃତ କଥା ହେଉଛି ଆମର ବ୍ଲକ୍ ପାଖରେ ଗୋଟେ ବିଲ୍ ପେଣ୍ଡିଂ ଥିଲା ଏବଂ ସେ ବିଲ୍ଟି ମୋ ପାଖରେ 2/5ରେ ଉପସ୍ଥାପନ କରାହୋଇଥିଲା। କିନ୍ତୁ ମୁଁ ଯେହେତୁ SIR କାମ ଏବଂ ସେନ୍ସସ୍ କାମରେ ମୁଁ ବ୍ୟସ୍ତ ଥିଲି, ତେଣୁ ମୁଁ ସେ କାମରେ ଆଲୋକପାତ କରିପାରିନଥିଲି ଏବଂ ମ୍ୟାଡ଼ାମ୍ ଯେଉଁଦିନ କହିଲେ ଯେ ମୋର ପେଣ୍ଡିଂ ଅଛି, ଜୁନ୍ 5 ତାରିଖରେ ମୋତେ କହିଥିଲେ ଏବଂ ତାପରେ ମୁଁ 8 ତାରିଖ ଦିନ ଯାଇ ସେ କାମ ଦେଖିଥିଲି। ଦେଖିକି 10 ତାରିଖ ଦିନ ତାଙ୍କର ସେ ବିଲ୍ଟାକୁ ଫାଇନାଲ୍ କରି ସାଇନ୍ କରି ଆପ୍ରୁଭ୍ କରିଦେଇଥିଲି। ସେଟା 1,19,500 ଟଙ୍କା। ଏଇଟା ତ ମୁଁ କହୁଛି ଆପଣଙ୍କ ଆଗରେ, ସେ 2/5ରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସାଇନ୍ କଲା ପରେ ତାପରେ ମୋ ପାଖକୁ ଆସିଲା ଯେତେବେଳେ ମୁଁ ଜାଣିଲି, ମୁଁ ଯାଇକି ସେ କାମ ଦେଖି ତାକୁ ସାଇନ୍ କରିଥିଲି ଏବଂ ତାକୁ ଆପ୍ରୁଭ୍ କରିଦେଇଛି। ଯେହେତୁ ଆମର ବ୍ଲକ୍ ପ୍ରଶାସନର ଜେଇମାନେ ଅଛନ୍ତି, ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅଛନ୍ତି, ତେଣୁ ମୁଁ ସେଟାକୁ ପଠାଇ ଦେଇଛି ଜିଲ୍ଲା ପ୍ରଶାସନକୁ। ସେ ତାଙ୍କର କେମିତି ସୁବିଚାର କରି କ'ଣ ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଇଟା ଗଲା 5-6 ଦିନ ମାନେ 10 ଦିନ ପୂର୍ବରୁ ଗୋଟେ ହେଇଥିଲା। ନା, ମୁଁ ତ ଚାହୁଁଛି ସବୁ ସମାଧାନ ହେଇଯାଉ, ଆଉ ବିଶୃଙ୍ଖଳା ନ ହଉ, ଶାନ୍ତି ଶୃଙ୍ଖଳାରେ ବ୍ଲକ୍ ପ୍ରଶାସନ ଚାଲୁ।